ଅବସରର କଲେଜ ଛାତ୍ରୀ ସନ୍ନ୍ୟାସୀକୁ ନୟାଗଡ଼ କୁନି ଝିଅ ପରି ଯେ ଦୁନିଆ ବିଷୟରେ କିଛି ଜାଣିନି, କିଛି ବୁଝେନି, ତା ସବ ପୋଖରୀର ଭାସିଲା ବେଳେ କୋଉଠି ଥିଲୁ ତୁ? ମୋ ଭାଇ ଏ ଦୁନିଆର ସବୁ ଭାଇଙ୍କ ଠାରୁ ବହୁତ ବଡ, ଏମିତି କି ସୁଭଦ୍ରାଙ୍କ ଜଗନ୍ନାଥଙ୍କଠୁ ବି ଆହୁରି ବଡ। ହେଲେ ମୁଁ ହତଭାଗିନୀଟା ଭାଇ, ମୁଁ ହତଭାଗିନୀଟା। ଆମେ ଦର୍ଶକ ବନ୍ଧୁ ମାନଙ୍କୁ ବହୁତ ବହୁତ ନମସ୍କାର ଆଉ ଶୁଭେଚ୍ଛା। ଆଉ ବରୁଣେଶ୍ୱର ତ ମୁଁ ବହୁତ ଥର ବି ଆସିଛି। ଡେଭିଲ କ୍ୟାରେକ୍ଟର ନୁହେଁ, ମାନେ ଲୋକଙ୍କୁ ଲାଗୁଛି ଡେଭିଲ କ୍ୟାରେକ୍ଟର, କିନ୍ତୁ ଏଇଟା ଗୋଟେ ମାନେ ଯୋଉ ରିଭେଞ୍ଜ କ୍ୟାରେକ୍ଟରଟା, ଯାହାକି ମାନେ ସମାଜକୁ ମେସେଜ ଦେଲା ଭଳି କ୍ୟାରେକ୍ଟର। ସମାଜର ଯୋଉ ଘଟଣା ଘଟୁଛି, ସବୁ ବଳାତ୍କାରୀ କି ମାନେ ଯୋଉ ବୃଦ୍ଧା ଲୋକଙ୍କୁ, ଯୋଉମାନେ ବୟସ୍କ ଲୋକଙ୍କୁ ଯୋଉମାନେ ବହୁତ ଟର୍ଚର କରୁଛନ୍ତି, ସେମାନଙ୍କ ପ୍ରତି ମୁଁ ଲଢୁଛି, ନ୍ୟାୟରେ ଲଢୁଛି। ଆଉ ସେଇଭଳିଆ କ୍ୟାରେକ୍ଟରଟା। ଆଉ ତାପରେ ଧୀରେ ଧୀରେ ଚେଞ୍ଜ ହେଇଯାଉଛି। ଆଉ ନିହାତି ନିହାତି ଯେହେତୁ ଏଠି 6ଟା ପାର୍ଟି ନିହାତି ଭାବରେ ମାନେ ଲଢେଇ କରନ୍ତି, ଏଇ ପ୍ରଭାବଟା ଖଣ୍ଡଗିରିରେ ନିହାତି ପଡେ। ଆଉ ଏଇ ନାଇଁ ନାଇଁ ବରୁଣେଶ୍ୱର ମେଳା ପ୍ରସିଦ୍ଧ ମେଳା, ନାଁ ଅଛି ବରୁଣେଶ୍ୱର ଠାକୁର, ମାନେ ଓଡିଶାର ପ୍ରସିଦ୍ଧ ଠାକୁର। ଏଠି ଏଇଠୁ ଯୋଉମାନେ ସବୁ ବେଶୀ ନାଁ କରିଛନ୍ତି, ସେ ଖଣ୍ଡଗିରିରେ ବି ଚର୍ଚ୍ଚା ବି ହୁଅନ୍ତି। ମେଳାକୁ ମୁଁ ବହୁତ ଥର ବି ଆସିଛି, ମତେ ବହୁତ ଭଲ ଲାଗେ। ବହୁତ ବଢିଆ ଲୋକ ଏପଟେ, ସବୁଆଡେ ବି ଲୋକ ଆସନ୍ତି, କିନ୍ତୁ ଯାଜପୁର ଲୋକ ଯେହେତୁ ବହୁତ ଭଲ ଲୋକ। ଆଉ ମତେ ବହୁତ ଭଲ ଲାଗେ, ନିଜକୁ ଗର୍ବ ଅନୁଭବ କରେ ଯେ ମୁଁ ବରୁଣେଶ୍ୱର ଯାତ୍ରା କରିଛି ବୋଲି। ମୋ ଭାଇ ସେମିତି କାମ କେବେ ବି କରିପାରିବେନି। ବାପା ମା ମରିଗଲା ପରେ ମୋ ଭାଇ ମତେ ସବୁବେଳେ କୁହେ, ଭଉଣୀ ଲୋ, ଆମର ସିନା ବାପା ମା ନାହାନ୍ତି, କିନ୍ତୁ ମୁଁ ତୋ ପାଇଁ ବାପା ମା ହେବି। ଏ ଦୁନିଆର ସବୁ ଖୁସି ତୋ ପାଦ ତଳେ ଓଜାଡି ଦେବି। ମୋ ଭାଇ ଏ ଦୁନିଆର ସବୁ ଭାଇଙ୍କ ଠାରୁ ବହୁତ ବଡ, ଏମିତି କି ସୁଭଦ୍ରାଙ୍କ ଜଗନ୍ନାଥଙ୍କଠୁ ବି ଆହୁରି ବଡ। ହେଲେ ମୁଁ ହତଭାଗିନୀଟା ଭାଇ, ମୁଁ ହତଭାଗିନୀଟା।